ମା ଆମେ ଆଲୋଚନା କରିବା ମାତୃରଚନା ଭଳି ଭାଗ 10 ଜ୍ଞାନ 255। ପ୍ରଭୁ ଲେଖୁଛନ୍ତି, ଯେ ପର୍ଯ୍ୟନ୍ତ କୌଣସି ଆଦର୍ଶର ପକ୍ଷରେ ଅଟଳ ବିଶ୍ୱାସ ରହିଥିବା ଗୋଟିଏ ଆତ୍ମା ବି ରହିଥିବ, ସେ ପର୍ଯ୍ୟନ୍ତ ସେହି ଆଦର୍ଶର କଦାପି ବିନାଶ ହେବ ନାହିଁ। ଯେ ପର୍ଯ୍ୟନ୍ତ କୌଣସି ଆଦର୍ଶ ପକ୍ଷରେ ଅଟଳ ବିଶ୍ୱାସ ରହିଥିବା ଗୋଟିଏ ଆତ୍ମା ବି ରହିଥିବ, ସେ ପର୍ଯ୍ୟନ୍ତ ସେହି ଆଦର୍ଶର କଦାପି ବିନାଶ ହେବ ନାହିଁ। ତେଣୁ ଇଏ ଆମ ଭିତରେ ବେଳେ ବେଳେ ପ୍ରଶ୍ନ ଉଠେ, ସନ୍ଦେହ ଆସେ ଯେ ସତରେ କଣ ରୂପାନ୍ତର ହବ? ହଜାର ହଜାର ବର୍ଷ ଧରି ତପସ୍ୟା ଭଗବାନଙ୍କୁ ପ୍ରାପ୍ତ କରି ତପସ୍ୟା କରି ଭଗବାନଙ୍କୁ ପ୍ରାପ୍ତ କଲା ପରେ ମଧ୍ୟ ଜୀବନ ଯାକ ପୂର୍ଣ୍ଣ ସତ୍ୟରେ ବଞ୍ଚିବା ସମ୍ଭବ ହେଇପାରେ ନାହିଁ। ତାଙ୍କ ଭିତରେ ମନ ପ୍ରାଣ ଶରୀରର ଯୋଉ କଳୁଷତା, ଯୋଉ ଅଜ୍ଞତା, ଅନ୍ଧକାର, ଅବିଦ୍ୟା କେତେବେଳେ ନା କେତେବେଳେ ପୁଣି ପଶିଯାଏ ଏବଂ ଅବଚେତନା ଭିତରୁ କିଛି ଉଠି ଆସେ। କିନ୍ତୁ ପ୍ରଭୁ ଶ୍ରୀଅରବିନ୍ଦ ଆସିଲେ ଏବଂ କହୁଛନ୍ତି ଯେ ଅତିମାନ ଶକ୍ତି ଅବତରଣ ଅଲରେଡି ହେଇସାରିଛି ଏବଂ ଆମର ସ୍ଥୂଳ ଶରୀର ରୂପାନ୍ତର ହେଇଯିବ ଏବଂ ରୂପାନ୍ତରିତ ଯୋଉ ଶରୀରଟି ହବ, ମନ ବି ରୂପାନ୍ତରିତ ହେଇଯାଇଥିବ, ପ୍ରାଣ ବି ରୂପାନ୍ତରିତ ହେଇଯାଇଥିବ। କାହା ତତ୍ତ୍ୱରେ? ନା ଆତ୍ମାର ତତ୍ତ୍ୱରେ। ତାମାନେ ମନ ପ୍ରାଣ ଶରୀର ପୂର୍ଣ୍ଣତଃ ସତ୍ୟ ଦ୍ୱାରା ପରିଚାଳିତ ହଉଥିବ। ଏଇଟା ଆମକୁ କପୋଳ କଳ୍ପିତ କାହାଣୀ ଭଳିଆ ଲାଗୁଛି। କାହିଁକି ନା ଯେତେବେଳେ ଯୋଉ ନୂତନ ଭବିଷ୍ୟତ ବା ନୂତନ କଥା କିଛି ଆସେ, ଯାହାକୁ କେହି କେବେ ଦେଖିନାହାନ୍ତି, ନିଶ୍ଚୟ ସମସ୍ତେ ତାକୁ ସନ୍ଦେହ କରନ୍ତି ଏବଂ ଅବିଶ୍ୱାସ କରନ୍ତି। ତାଙ୍କ ପାଇଁ ସେ କହିବେ ପ୍ରମାଣ କାହିଁ? ଆରେ ପ୍ରତ୍ୟେକ ନୂତନ ଘଟଣା ଯେତେବେଳେ ଆସେ ତା ପୂର୍ବରୁ ତାହା ନଥାଏ। ତା ପୂର୍ବରୁ ସେଇଟା ସେ ନଥାଏ, ସେ ନୂତନ ହିଁ ନୂତନତ୍ୱ ନେଇକି ଆସେ। ଯେତେବେଳେ କୌଣସି ପ୍ରକାରର କମ୍ୟୁନିକେସନ ବ୍ୟବସ୍ଥା ନଥିଲା, ଲ୍ୟାଣ୍ଡ ଫୋନ ବା ମୋବାଇଲ ଫୋନ ଏଗୁଡାକ ଆସିବ ବୋଲି କେହି ସେତେବେଳେ କଳ୍ପନା ବି କରିନଥିଲେ। ଏପରିକି ଲ୍ୟାଣ୍ଡ ଫୋନ ଆସିଲା ବେଳେ ଲୋକ ବିନା ତାରରେ ଯେ ଫୋନ ବାହାରିବ ଏକଥା କହିଲେ ଲୋକ ଗାଳି ଦଉଥିଲେ। ଥଟ୍ଟାରେ ବି କିଏ ଯଦି କହିଲା ତାକୁ ଗାଳି ଦଉଥିଲେ, ପଗଳା ହେଇଯାଇଛି। କିନ୍ତୁ ପୁଣି ଆସିଲା। ତେଣୁ ନୂତନ ଯେତେବେଳେ ଆସେ ଆପଣ ବିଶ୍ୱାସ କରନ୍ତୁ ନ କରନ୍ତୁ, ତାହା ସମ୍ଭବ ହୁଏ। ଏଠି ତେଣୁ ଇଏ ହଉଛି ଯୋଉ ରହସ୍ୟ, ଏ ରହସ୍ୟଟିକୁ ଆମେ ବୁଝିବା ଦରକାର। ସେ ରହସ୍ୟ ହଉଛି କଣ? ଜଣେ ବି ବ୍ୟକ୍ତି ଯଦି ସେ ଆଦର୍ଶକୁ ବିଶ୍ୱାସ କରୁଛି, ତେବେ ସେ ଆଦର୍ଶ ବଞ୍ଚି ରହିବ। ତେଣୁ ଇଏ ଆମକୁ ପ୍ରମାଣ ଦଉଛି, ଯେତେବେଳେ ପ୍ରଭୁ ଶ୍ରୀଅରବିନ୍ଦ ଆସିଲେ, ମା ସ୍ୱୟଂ ଦିବ୍ୟ ଜନନୀ ମନୁଷ୍ୟ ଶରୀର ଗ୍ରହଣ କରି ଆସିଛନ୍ତି ଏବଂ ଅତିମାନ ଶକ୍ତିର ଅବତରଣ କରାଇଛନ୍ତି। ଅତିମାନ ଶକ୍ତି କାର୍ଯ୍ୟ କରୁଛି, ରୂପାନ୍ତର ହବ। ଇଏ ହଉଛି ବିଧି ନିର୍ଦ୍ଦିଷ୍ଟ। ଏହାର ଅର୍ଥ ହଉଛି ଆମେ ଚାହୁଁ ନ ଚାହୁଁ ଏହା ନିଶ୍ଚୟ ହବ ଏବଂ ଏହା ହେଇକରି ରହିବ। ଯେତେବେଳେ ଜଣେ ସଚେତନ ଭାବରେ ତାକୁ ଚାହିଁବ, ତେବେ ସିଏ ତାକୁ ସୁନ୍ଦର ଭାବରେ ଆମେ ଯଦି ଆମ ସାଧାରଣ ଭାଷାରେ କହିଲେ ତାକୁ ଏନ୍ଜୟ କରିକିରି ସେ ପ୍ରାପ୍ତ କରିବ। ଆମ ସାଧାରଣ ଭାଷାରେ ମଣିଷ ଲୋକର ଆମ ଲୋକ ସାଧାରଣ ଲୋକ ଯୋଉମାନେ ଭାବନ୍ତି ଯେ ସେଇ ଘଟଣାଟା ସେ ଏନ୍ଜୟ କରିକିରି ପ୍ରାପ୍ତ କରିବ। ଆଉ ଜଣେ ଅସଚେତନ ଯଦି ରହିଲା, ଯଦି ସଚେତନ ହେଲା ନାହିଁ, ତାହେଲେ ସିଏ ଜାଣିନଥିବ, ଧୀରେ ଧୀରେ ହେଇଯିବ, ସମୟ ଲାଗିବ, ବହୁତ ସମୟ ଲାଗିବ। ଆଉ ଯିଏ ବିରୋଧ କରିବ, ବାଡେଇ କଚଡା ଖାଇବ, ଚଟକଣି ଖାଇବ, ଧୁମ ଖାଇବ, ହବ, ସମୟ ଲାଗିବ। କିନ୍ତୁ ସଚେତନ ହେଲେ ତାହା ଆନନ୍ଦର ସହିତ ଏବଂ ତୀବ୍ର ବେଗରେ ଅଗ୍ରଗତି ହବ, ତେଣୁ ଶୀଘ୍ର ପ୍ରାପ୍ତ ହବ।